ପିଲାମାନେ ଆଜି ଆମେ ଆଲୋଚନା କରିବା ଧାତୁ ଆଉ ଅଧାତୁ ବିଷୟରେ। ଦେଖ, ପ୍ରଥମେ ଧାତୁ। ଆମେ ଏଠି ଦେଖିବା ବହିରେ କିଛି ଦେଇଛି, ଲୁହା, ତମ୍ବା, ଆଲୁମିନିୟମ, ଟିଣ। 1, 2, 3, 4 ଏ ଚାରିଟା ହେଉଛି ଧାତୁ। 5 ନମ୍ବରଠୁ ଅଛି ଅଙ୍ଗାରକ, ସଲଫର, ଫସ୍ଫରସ୍, ଆୟୋଡିନ। ଏଗୁଡ଼ାକ ହେଉଛି ଅଧାତୁ। ସପ୍ତମ ଶ୍ରେଣୀରେ ଆମେ ମୌଳିକର ପ୍ରତୀକ ଗୁଡ଼ିକ ବିଷୟରେ ପଢ଼ିଥିଲେ। ଲୁହା ଗୋଟେ ମୌଳିକ ପଦାର୍ଥ, ତା'ର ପ୍ରତୀକ ହେଉଛି Fe। କ'ଣ କ'ଣ ତିଆରି କରାହେଉଛି ଏଠି ଜାଣିଛେ? ସବୁ ଲୁହାର ସାମାନ, ପନିକି, କଟୁରୀ, କୁରାଢ଼ୀ, ଲଙ୍ଗଳ, ଦା, କୋଡ଼ି, ଏସବୁ ଯାକ। ତମ୍ବା, ତା'ର ସଂକେତ ହେଉଛି Cu, କପର। ସେଇଟା ଆମର ରୋଷେଇ ପାଇଁ ସାମାନ, ପୂଜା ପାଇଁ ସାମାନ, ଇଲେକ୍ଟ୍ରିକ୍ ତାର ଏସବୁ କରୁଛେ। ଆଲୁମିନିୟମ, ତା'ର ସଂକେତ ହେଉଛି Al। ଏଥିରେ ମଧ୍ୟ ଆମର ବାସନକୁସନ ହେଉଛି, ଇଲେକ୍ଟ୍ରିକ୍ ତାର ହେଉଛି। ତାପରେ ଟିଣ କଥା, ଟିନ୍ କଥା ବିଚାର କରିବା। Tn, ଆମର ଯେଉଁ ଡବା ତିଆରି କରାହେଉଛି, ବାଲ୍ଟି ତିଆରି କରାହେଉଛି। ବୁଝା ପଡ଼ିଲା? ଏ ଚାରିଟି ଯାକ ଗଲା ହାରି ଆମର ଧାତୁରେ। ଠିକ୍ ସେମିତି ଅଧାତୁ ବି ଅଛି, କାର୍ବନ, ଯେଉଁଟାକୁ ଆମେ କହୁଛୁ ଅଙ୍ଗାରକ, ସଂକେତ ହେଉଛି C। ଆମର କାଠ ଅଙ୍ଗାର, କୋଇଲା, ଗ୍ରାଫାଇଟ୍ ଏସବୁ ଜାଗାରେ ଅଙ୍ଗାରକ ରହିବ। ତାପରେ ଆସିଲା ସଲଫର, ଯାହାକୁ ଆମେ କହୁଛେ ଗନ୍ଧକ, ସଂକେତ ହେଉଛି S। ଆମ ଯେଉଁ ବାଣ ତିଆରି କରୁଛେ ସେ ଭିତରେ ଗନ୍ଧକ ରହିଥାଉଛି। ବିଭିନ୍ନ ପ୍ରକାର ମେଡ଼ିସିନରେ ଗନ୍ଧକ ରହିଥାଉଛି। ସେମିତି ଫସ୍ଫରସ୍, ଯେଉଁଟାକୁ କହୁଛି P, ଦିଆସିଲି କାଠର ଯେଉଁ ଦାରୁଟା। ତାପରେ ଆମର ଯେଉଁ ଫସ୍ଫରସ୍ ଯୁକ୍ତ ସାର, ରାସାୟନିକ ସାର ଆମେ ଜାଣିଛେ NPK, ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସିୟମ୍, ଏ ସାର ବ୍ୟବହାର କରାଯାଉଛି। ଠିକ୍ ସେମିତି ଅଛି ଆୟୋଡ଼ିନ। ଆୟୋଡ଼ିନ ଯୁକ୍ତ ଲୁଣ ବ୍ୟବହାର କରୁଛେ ଖାଇବାରେ। କ୍ଷତ ସ୍ଥାନରେ ଯେଉଁ ଅଏଣ୍ଟମେଣ୍ଟଟା ବ୍ୟବହାର କରାହେଉଛି ସେଇଥିରେ ମଧ୍ୟ ଆୟୋଡ଼ିନ ଥାଉଛି। କେଉଁଟେ ଜାଗା କଟିଗଲେ ଆମେ ଯେଉଁ ଅଏଣ୍ଟମେଣ୍ଟଟା ଲଗାଉଛେ, ବେଟାଡାଇନ୍ ଅଏଣ୍ଟମେଣ୍ଟଟା, ସେଇଠି ମଧ୍ୟ ଆମର ଆୟୋଡ଼ିନଟା ରହିଥାଉଛି। ଇଏ ମଧ୍ୟ ଗୋଟେ ଔଷଧର ଗୁଣ କରୁଛି। ଏବେ ଯେତିକ ଯାକ ଆମେ ପଢ଼ିଲେ, ଲୁହା, ତମ୍ବା, ଆଲୁମିନିୟମ, ଟିଣ, କାର୍ବନ, ସଲଫର, ଏସବୁ ଯାକ କଠିନ ନା ତରଳ ନା ଗ୍ୟାସୀୟ, ସେମାନଙ୍କର ଭୌତିକ ଅବସ୍ଥା କ'ଣ? ଏସବୁ ଯାକର ଭୌତିକ ଅବସ୍ଥା ହେଉଛି କଠିନ। ସେ ଭିତରୁ ପ୍ରଥମ ଚାରିଟା ଯେଉଁ ପଡ଼ିଲେ, ଲୁହା, ତମ୍ବା, ଆଲୁମିନିୟମ, ଟିଣ, ଏଗୁଡ଼ାକ ହେଲା ଧାତୁ। ତାପରେ ଚାରିଟା କାର୍ବନ, ସଲଫର, ଫସ୍ଫରସ୍, ଆୟୋଡ଼ିନ, ଏଗୁଡ଼ାକ ହେଲା ଅଧାତୁ। ହେଲେ ପ୍ରକୃତିରେ ଯେଉଁ ମୌଳିକ ଯାକ ଅଛନ୍ତି ସେଗୁଡ଼ାକ ଧାତୁ ଅଧାତୁ ଦୁଇ ଭାଗରେ ଅଛନ୍ତି। ଆଉ କିଛି ମୌଳିକ ଅଛନ୍ତି ଯେଉଁମାନେ କି ଉଭୟ ଧାତବ ଗୁଣ ଆଉ ଅଧାତବ ଗୁଣ ଦୁଇଟି ଯାକ ପ୍ରଦର୍ଶନ କରନ୍ତି। ଯେଉଁ ମୌଳିକ ଯାକ ଉଭୟ ଧାତବ ଗୁଣ ଓ ଅଧାତବ ଗୁଣ ଦୁଇଟି ଯାକ ପ୍ରଦର୍ଶନ କରନ୍ତି ସେମାନଙ୍କୁ କୁହାହେଉଛି ଉପଧାତୁ। ଯେଉଁ ମୌଳିକ ଗୁଡ଼ିକ ଉଭୟ ଧାତବ ଓ ଅଧାତବ ଗୁଣ ପ୍ରଦର୍ଶନ କରନ୍ତି ତାକୁ ଉପଧାତୁ କୁହାଯାଏ। ମନେ ରଖିଥିବା, ଦରକାର ପଡ଼ିଲେ ଟିପି ନେବା। ମୌଳିକ ଯାକ କେଉଁଠି ଦେଖାଯାଏ, କେଉଁଠି ଅଛନ୍ତି? ଦେଖ, କିଛି ମୌଳିକ ବାୟୁମଣ୍ଡଳରେ ଅଛନ୍ତି। ଅମ୍ଳଜାନ, ଅଙ୍ଗାରକ, ଅଙ୍ଗାରକାମ୍ଳ ରୂପରେ ଥାଉଛି, ଯବକ୍ଷାରଜାନ, ଏଗୁଡ଼ାକ ବାୟୁମଣ୍ଡଳରେ ଅଛନ୍ତି। କିଛି ଜଳମଣ୍ଡଳରେ ଅଛନ୍ତି, କିଛି ଅଶ୍ଵମଣ୍ଡଳରେ ଅଛନ୍ତି। ଏ ଭିତରୁ କିଛି ମୌଳିକ ଅଛି ପ୍ରାକୃତିକ, କିଛି ମୌଳିକ ଅଛି ମନୁଷ୍ୟକୃତ। ବୁଝିପାରିଲା? ଆଚ୍ଛା, ବର୍ତ୍ତମାନ ଦେଖ, ଏଠି ଗୋଟେ ବକ୍ସ ଦେଇଛି, ଗୋଟିଏ ତରଳ ଧାତୁ ଓ ଗୋଟିଏ ତରଳ ଅଧାତୁର ନାମ ଲେଖ। ଜାଣିଛେ ଆମେ ସବୁ, ସପ୍ତମ ଶ୍ରେଣୀରେ ପଢ଼ିଛେ। ତରଳ ଧାତୁ ହେଉଛି ପାରଦ, ପ୍ରତୀକ ହେଉଛି Hg। ତରଳ ଅଧାତୁ ହେଉଛି ବ୍ରୋମିନ୍, ପ୍ରତୀକ ହେଉଛି Br। ତାପରେ ଗ୍ୟାସୀୟ ଅଧାତୁ ଗୁଡ଼ିକର ନାମ ଲେଖ। ଅନେକ ଗୁଡ଼ିଏ ଗ୍ୟାସୀୟ ଅଧାତୁ ଅଛି, ଆମେ ଯାହା ଯେକୌଣସି ଲେଖିପାରିବା। ଅମ୍ଳଜାନ ଅଛି, ଯବକ୍ଷାରଜାନ ଅଛି, ଉଦଜନ ଅଛି, ଏଗୁଡ଼ା ସବୁ ଯାକ ଗ୍ୟାସୀୟ ଅଧାତୁ। ଗ୍ୟାସୀୟ ଧାତୁ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କର। କିଛି ହେଲେ ଗ୍ୟାସୀୟ ଧାତୁ ନାହିଁ।
ଗ୍ୟାସୀୟ ଧାତୁ କେଉଁଟା ବି ନାହିଁ, ଗ୍ୟାସୀୟ ଧାତୁ ଜମାରୁ ନାହିଁ। ସାଧାରଣତଃ ଧାତୁଗୁଡ଼ିକ କଠିନ ଅବସ୍ଥାରେ ଦେଖାଯାଆନ୍ତି, କେବଳ ଗୋଟିଏ ଧାତୁ ତରଳ ଅବସ୍ଥାରେ ଦେଖାଯାଉଛି, ଯେଉଁଟାକୁ କୁହାହେଉଛି ପାରଦ। କୃତ୍ରିମ ମୌଳିକ ସମ୍ବନ୍ଧରେ ଆଲୋଚନା କର। କୃତ୍ରିମ ମୌଳିକ ମଧ୍ୟ ଅନେକ ଗୁଡ଼ିଏ ଅଛି। ଜଣେ ବୈଜ୍ଞାନିକମାନେ ବିଜ୍ଞାନାଗାରରେ ଯେଉଁ ମୌଳିକ ଆବିଷ୍କାର କରୁଛନ୍ତି ସେଇଟା କହୁଛି କୃତ୍ରିମ ମୌଳିକ। ମିଶ୍ର ଧାତୁ ଏଲୟ, ଦୁଇ ବା ତତୋଧିକ ଧାତୁ ମିଶିକିରି ଯେଉଁ ଧାତୁଟା ହେଇଛି ସେଇଟାକୁ ମିଶ୍ର ଧାତୁ ବୋଲି କୁହାହେଉଛି। ଯେମିତି କଂସା, ବ୍ରୋଞ୍ଜ, ଏସବୁ ଯାକ ହେଉଛି ଗୋଟେ ମିଶ୍ର ଧାତୁ। ବର୍ତ୍ତମାନ ଆମେ ଧାତୁ ଗୁଡ଼ିକର ଭୌତିକ ଧର୍ମ ଆଉ ରାସାୟନିକ ଧର୍ମ ବିଷୟରେ ପଢ଼ିବା। ଭୌତିକ ଧର୍ମ କ'ଣ, ରାସାୟନିକ ଧର୍ମ କ'ଣ? ଯେଉଁ ଗୁଣଟାକୁ ଆମେ ବାହାରୁ ଦେଖିପାରୁଛେ ସେଇଟା ହେଉଛି ଭୌତିକ ଧର୍ମ, ଭୌତିକ ଗୁଣ। ବର୍ତ୍ତମାନ ଭୌତିକ ଧର୍ମ ବିଷୟରେ ପଢ଼ିବା। ପରୀକ୍ଷା 1 ଦେଇଛି ଦେଖ। ଗୋଟେ ଟିଣ ନେବା, ଖଣ୍ଡେ ଦସ୍ତା ନେବା, ଖଣ୍ଡେ ଆଲୁମିନିୟମ ଚାମଚ ନେବା, ଖଣ୍ଡେ ଲୁହା କଣ୍ଟା ନେବା, ଏ ସବୁଯାକ ନେବା, ସବୁଯାକ ବାଲି କାଗଜରେ ଘଷିବା। ସବୁଯାକ ଧାତୁ ଯାକ ନା। ବର୍ତ୍ତମାନ ଧାତୁର ଭୌତିକ ଧର୍ମ ବିଷୟରେ ପଢ଼ୁଛେ। କିଛି ଧାତୁ ପଦାର୍ଥ ସଂଗ୍ରହ କରିବା, ସେଗୁଡ଼ିକୁ ବାଲି କାଗଜରେ ଘଷିବା। କିଛି ସମୟ ବାଲି କାଗଜରେ ଘଷିଲା ପରେ ଦେଖିବା ସେଟା ସବୁ ଚିକ୍ ଚିକ୍ ଦେଖାଯିବ। ଏ ଚିକ୍ ଚିକ୍ ଦେଖାଯିବାଟା ହେଉଛି ଧାତୁର ଗୋଟେ ଗୁଣ, ଯେଉଁଟାକୁ କହୁଛି ଧାତବ ଔଜ୍ଜଲ୍ୟତା। ବୁଝିପାରିଲା? ଯେଉଁଟାକୁ କହୁଛି ଧାତବ ଔଜ୍ଜଲ୍ୟତା। ଯେଉଁ ଫିକା ପଡ଼ିଯାଇଥିବା ଧାତୁଟା, ମଳିନ ପଡ଼ିଯାଇଥିବା ଧାତୁଟା ଯଦି ଆମେ ପଲିସ୍ ପେପରରେ ବାଲି କାଗଜରେ ଘଷିବା ସେ ପୁରା ଉଜ୍ଜଳ ଦେଖାଯିବ, ଯେଉଁଟାକୁ କହୁଛି ଧାତବ ଔଜ୍ଜଲ୍ୟତା ବା ଧାତବ ଦୀପ୍ତି। ଏଇଟା ଗୋଟେ ତା'ର ଭୌତିକ ଗୁଣ। ଆଉ କ'ଣ ଭୌତିକ ଗୁଣ ଅଛି? ପରୀକ୍ଷା 2ରେ ଦେଖ। ଗୋଟେ ଲୁହା କଣ୍ଟା ହେଉ, ତମ୍ବା ତାର ହେଉ, ଯେକୌଣସି ଗୋଟେ ଧାତବ ପଦାର୍ଥ ନେବା, ଗୋଟେ ପଥର ଉପରେ ରଖିକିରି ଗୋଟେ ହାତୁଡ଼ି ସାହାଯ୍ୟରେ ସେଟାକୁ ବାରମ୍ବାର ଆଘାତ ଦେବା। ଏମିତିକି ଆମେ ଲୁହା କଣ୍ଟାଟେ ମଧ୍ୟ ନେଇକରି ପଥର ଉପରେ ରଖିକି ହାତୁଡ଼ିରୁ ବାରମ୍ବାର ଆଘାତ ଦେଲେ ଦେଖିବା ସେଟା ପୁରା ଚେପା ହେଇଯିବ, ପତଳା ଚଦରରେ ପରିଣତ ହୋଇଯିବ। ତା'ର ଚଉଡ଼ାଟା ପୁରା ପ୍ରସାରିତ ହୋଇଯିବ। ଯେଉଁ ପୋଟା ହେଇଥିଲା ସେ ଆସ୍ତେ ଆସ୍ତେ ପ୍ରସାରିତ ହୋଇଯିବ। ତା ଅର୍ଥ ଧାତୁଯାକ ନମନୀୟ, ପ୍ରସାରଣଶୀଳ। ଏଇଥିପାଇଁ ବୋଲି ଧାତୁରୁ ବିଭିନ୍ନ ପ୍ରକାର ଚଦର ପ୍ରସ୍ତୁତ କରାଯାଇପାରୁଛି, ସୁନା ରୂପା ଅଳଙ୍କାର ପ୍ରସ୍ତୁତ କରାଯାଇପାରୁଛି। ବର୍ତ୍ତମାନ ପରୀକ୍ଷା 3 ବିଷୟରେ ଦେଖିବା। ଦେଖ ଚିତ୍ର ନମ୍ବର 3ରେ ଦେଖ, ଗୋଟେ ପିଲା ଯେଉଁ 4.1 ଚିତ୍ର ଦେଖ, ଗୋଟେ ପିଲା ହାତରେ ଗୋଟେ ତାର ଧରିଛି, ତାର ଗୋଟେ ପ୍ରାନ୍ତକୁ ଦୀପରେ ଲଗେଇଛି। ଲଗୁ ଲଗୁ କ'ଣ ସଙ୍ଗେ ସଙ୍ଗେ ତା ହାତ ତାତିବା ଆରମ୍ଭ ହେବ କି? ତୁମେ ମଧ୍ୟ ଗୋଟେ ତମ୍ବା ତାରଟେ ଧରିବ, ଗୋଟେ ଦୀପରେ ଲଗେଇବ। କିଛି ସମୟ ପରେ ହାତଟା ଧୀରେ ଧୀରେ ତାତିବ, ତାପରେ ତାପମାତ୍ରା ବଢ଼ି ବଢ଼ିଯିବ, ତାପରେ ଏତେ ଜୋର ତାତିବ ଯେ ତୁମେ ହାତରେ ସେ ତାରଟାକୁ ଧରିପାରିବନି। ଅର୍ଥାତ୍ ଦୀପରୁ ତାପଟା ଧୀରେ 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 ସଞ୍ଚରିତ ହୋଇକରି ତାର ଦ୍ୱାରା ତୁମ ହାତ ପାଖକୁ ଆସିଲା। ଯଦି ସେ ଜାଗାରେ ଆମେ ଧାତବ ତାର ନ ଧରିକିରି ଗୋଟେ କାଠିଟେ ଧରିଥାନ୍ତେ, ତାପଟା ଆମ ହାତ ପାଖକୁ ଆସନ୍ତା କି? ନାଇଁ, କାଠିଟା ପଡ଼ିକିରି ପାଉଁଶ ସିନା ହେଇଯାଆନ୍ତା, ତାପଟା ଆମ ହାତ ପାଖକୁ ଆସନ୍ତାନି। କାହିଁକି? କାଠିଟା ତାପର ଅପରିବାହୀ, କିନ୍ତୁ ଯେଉଁ ଧାତବ ପାତ୍ରଟା ତାପର ସୁପରିବାହୀ। ସୁପରିବାହୀ ହେଇଥିବା ଯୋଗୁଁ ଦୀପରୁ ତାପଟା ଆମ ହାତ ପର୍ଯ୍ୟନ୍ତ ସେ ଧାତୁ ଜରିଆରେ ଆସିଲା। ତେଣୁ ଇଏ ମଧ୍ୟ ଗୋଟେ ଭୌତିକ ଗୁଣ ଯେ ଧାତୁ, ତାପ ଓ ବିଦ୍ୟୁତର ସୁପରିବାହୀ। ଧାତୁ, ତାପ ଓ ବିଦ୍ୟୁତର ସୁପରିବାହୀ। ତାପର ସୁପରିବାହୀ ପଡ଼ିଲେ ବିଦ୍ୟୁତର ସୁପରିବାହୀ କେମିତି ପଢ଼ିବା? ଦେଖ ଏଇଟା ଆଉ ଗୋଟେ ଦେଇଛି ପରୀକ୍ଷଣ। ଗୋଟେ ବ୍ୟାଟେରୀ ଦେଇଛି, ଲକ୍ଷ୍ୟ କର। ପେଜ ନମ୍ବର 84ର 4.2 ଚିତ୍ର ଦେଇଛି ଦେଖ। ବ୍ୟାଟେରୀର ଗୋଟେ ପଡ଼ିଛି, ଲକ୍ଷ୍ୟ କର। ଏଇଠି ଆମର ବ୍ୟାଟେରୀ ରଖିଲା, ଏଇଠି ଗୋଟେ ତାର ନେଇକରି ବଲ୍ବ ରଖିଲା, ବଲ୍ବରୁ ଗୋଟେ ତାର ଏଠିକି ଆଣିଲା, ବ୍ୟାଟେରୀରୁ ଗୋଟେ ତାର ଆଣିଲା, ଏ ଜାଗାରେ ଗୋଟେ ଲୁହା କଣ୍ଟା ରଖିଲା। ଲୁହା କଣ୍ଟା ରଖିବାରେ ବଲ୍ବଟା ଜଳିବ। ଲୁହା କଣ୍ଟା ଜାଗାରେ ଯଦି ଆମେ ଆମ ରାଉଣ୍ଡରଟା ରଖିବା, ବଲ୍ବ ଜଳିବ। କିନ୍ତୁ ଏ ଜାଗାରେ ଗୋଟେ
पेन मु लगेदेवी रखिदेवी बल्ब जलिब कि जलिबनी जेहेतु पेन प्लास्टिक देकर विद्युत जापरनी ये आम कौन जान ये चित्र धातु ही ताप विद्युतर सुपरिवाही ताप विद्युतर मध्य सुपरिवाही अधातु देकर विद्युत गति करें धातु विद्युतर सुपरिवाही अधातु विद्युतर कुपरिवाही ये मध्य गोटे भौतिक गुण बुझला ना से जगह जदि आम लुहा कंटा जगह जदि आम किसी अधातु रखा ताहले आम विद्युत गति करें आम जाना से परीक्षण जापर ये बुझा पड़ा समस्त की हेले वर्तमान देखा धातव ध्वनि आम स्कूल रे घंटी बाजुची देख मु गोटे ग्लास नेली लक्ष्य करुवा आर ध्वनि की लक्ष्य करवा वर्तमान मुझे गोटे प्लास्टिक पात नेली आ ध्वनि की लक्ष्य करवा आ ध्वनि की लक्ष्य करवा आ ध्वनि की लक्ष्य करवा दुईटी जगह ध्वनि उत्पन्न है आम वर्तमान देख ये ध्वनिटा न शुणी न देखिकी भी कहीदे पार ये ग्लास ध्वनि बोली धातव ध्वनि यहीटा ध्वनि शुणी न शुणिकी कहीदे पार ये अधातव ध्वनि तार तो धातव ध्वनि आम जो आघात करुचे धातुर गोटे स्वतंत्र ध्वनि सृष्टि होची अधातुर मध्य गोटे स्वतंत्र ध्वनि सृष्टि होची बुझा पड़ा तेणु धातु गुड़िक जो ध्वनि सृष्टि करती से धातव ध्वनि कहुए मुझे ग्लास आघात तुमको देखली तापर तंबा तार लुहा तार ये सब नवा ताक आम सहजरे बंकई पार पतला चादर प्रस्तुत कर पतला पात सूता भी कर तार से गुण कहूँ तन्यता गुण जदि पतला पात हो सहजरे आम बंकई दे पार तंबा तारटे अच्छे आम सहजरे बंकई दे पार लुहा तारटे अच्छे सहजरे बंकई दे पार कहीं शाबलटा को आम सहजरे बंकई दे पार नाई कहीं से अधिक शक्त से मजबूत बुझा पड़ा वर्तमान कली कौन धातु गुड़िकर रासायनिक धर्मटा कली देखना समस्ते भिडियोटा ए नेक्स्ट भिडियो मुझे कौन करी धातु गुड़िकर अधातु गुड़िकर भौतिक वर्तमान धातु गुड़िकर भौतिक धर्म आलोचना कली नेक्स्ट मुझे करी अधातु गुड़िकर भौतिक धर्म विषय आलोचना करी बुझा पड़ा।